ओम श्री साईराम। ମୁଁ ଶ୍ରୀ କୃଷ୍ଣଚନ୍ଦ୍ର ଶତପଥୀ। ପ୍ରିୟ ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଜାଣିବା ସାପ୍ତାହିକ ରାଶିଫଳ 13 ଅକ୍ଟୋବରରୁ 19 ଅକ୍ଟୋବର 2025। ଏହି ସପ୍ତାହରେ ହଂସ ରାଜଯୋଗ ସୃଷ୍ଟି ହୋଇଥିବାରୁ ଏହି ରାଶିଗୁଡ଼ିକ ହେବେ ମାଲାମାଲ। ଗ୍ରହ ଗତି ଯୋଗୁଁ ସାପ୍ତାହିକ ରାଶିଫଳ ଆକଳନ କରାଯାଏ। ଗ୍ରହମାନଙ୍କର ଗତିବିଧି ଯୋଗୁଁ ଆସନ୍ତା ସପ୍ତାହ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବା ବେଳେ ଅନ୍ୟ ରାଶିଗୁଡ଼ିକ ସାବଧାନ ହେବା ଆବଶ୍ୟକ। ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଉତ୍ସାହ ଓ ଆତ୍ମବିଶ୍ୱାସ ସହିତ ଆରମ୍ଭ ହେବ। କାର୍ଯ୍ୟ ଓ କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରାକୁ ପ୍ରଶଂସା କରାଯିବ। ଏହି ସମୟରେ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବେ। ସପ୍ତାହ ମଧ୍ୟଭାଗରେ କ୍ଳାନ୍ତ ଓ ଚାପଗ୍ରସ୍ତ ଅନୁଭବ କରିବେ, ତେଣୁ ବିଶ୍ରାମ ଉପରେ ଧ୍ୟାନ ଦେବେ। ରୋମାଣ୍ଟିକ ଏବଂ ଭାବପ୍ରବଣ ସମ୍ପର୍କ ବୃଦ୍ଧି ପାଇବ। ସପ୍ତାହରେ ଆପଣ ଖୁସିରେ ପରିବାର ସମୟ କଟାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ। ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଏ ସପ୍ତାହରେ ସକାରାତ୍ମକ ଫଳାଫଳ ହେବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଉପରିସ୍ଥ ଅଫିସରଙ୍କ ଠାରୁ ସମର୍ଥନ ମିଳିବ। ପରିବାରରେ ଭଲ ଖବର ମିଳିବ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ବ୍ୟସ୍ତବହୁଳରେ ଆରମ୍ଭ ହେବ। ନୂତନ ସୁଯୋଗ ଆପଣଙ୍କ କ୍ୟାରିୟରରେ ପ୍ରଗତି ଆଣିବ। ବ୍ୟବସାୟୀମାନେ ଭଲ ଲାଭ କରିପାରିବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବଢ଼ିବ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳତା ହାସଲ କରିବେ। ଚାକିରିରେ ନୂତନ ଦାୟିତ୍ୱ ନେବେ। ଅନାବଶ୍ୟକ ବିବାଦରୁ ଦୂରରେ ରୁହନ୍ତୁ। ଦୃଢ଼ ମନୋଭାବ ରଖନ୍ତୁ। ଆପଣ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ଓ ସୁଯୋଗ ମିଳିପାରେ। ଆର୍ଥିକ ଲାଭ ସମ୍ଭବ। ପରିବାର ସହିତ ସମୟ ବିତାଇବେ ଓ ଖୁସି ଓ ଆନନ୍ଦ ଭରି ଉଠିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଏ ସପ୍ତାହରେ ଆପଣଙ୍କର ଯାତ୍ରା ସଫଳ ହେବ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ କିଛି ଚ୍ୟାଲେଞ୍ଜ ସହିତ ଆରମ୍ଭ ହୋଇପାରେ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ସହିତ ଆପଣ ସବୁକିଛି ସମ୍ଭାଳି ପାରିବେ। କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ଆସିବ। ବ୍ୟବସାୟରେ ଲାଭଦାୟକ ହେବେ। ପ୍ରେମ ସମ୍ପର୍କରେ ବିଶ୍ୱାସ ବୃଦ୍ଧି ପାଇବ। ସପ୍ତାହ ଆରମ୍ଭରେ ଆପଣଙ୍କ ପରିବାରରେ ଖୁସି ଉତ୍ସବ ହେବ। ଯାତ୍ରା ଆପଣଙ୍କ ସଫଳ ହେବ। ସ୍ୱାସ୍ଥ୍ୟ ଏ ସପ୍ତାହରେ ଭଲ ରହିବ। କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ସଫଳତା ଓ ସମ୍ମାନ ଆଣିବ। କର୍ମ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମରେ ପ୍ରଶଂସା କରାଯିବ। ଆପଣଙ୍କର ନୂତନ ବ୍ୟବସାୟ ଆରମ୍ଭ କରିବେ। ବାଣିଜ୍ୟରେ ଲାଭବାନ ହେବେ। ଆୟର ପରିମାଣ ବୃଦ୍ଧି ହେବ। ଆପଣଙ୍କ ପରିବାରରେ ଶାନ୍ତି ଓ ଖୁସି ରହିବ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ଆପଣଙ୍କ ପ୍ରେମ ଜୀବନ ଦାମ୍ପତ୍ୟ ଜୀବନ ମଧୁର ରହିବ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ତୁଳା ରାଶି। ତୁଳା ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଶୁଭ ଫଳ ପାଇବେ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ବ୍ୟୟ ଅପେକ୍ଷା ଆୟର ପରିମାଣ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ପ୍ରମୋଶନ ହେବ ଓ ଉପରିସ୍ଥ ଅଫିସରଙ୍କ ଠାରୁ ପ୍ରଶଂସା ମିଳିବ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ଓ ପ୍ରେମ ଜୀବନରେ ସଫଳ ହେବେ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ବିଛା ରାଶି। ବିଛା ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ନୂତନ ଆରମ୍ଭ ଏବଂ ପ୍ରଗତି ପାଇଁ ଏକ ଭଲ ସମୟ। ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମାପ୍ତି ହେବ ଏବଂ ନିବେଶରୁ ଲାଭବାନ ହେବେ। ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ଓ ନୂତନ ଦାୟିତ୍ୱ ମିଳିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ଦୂରଯାତ୍ରାରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ଓ ପ୍ରଶଂସିତ ହେବେ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ଧନୁ ରାଶି। ଧନୁ ରାଶିର ବ୍ୟକ୍ତିମାନେ ଏ ସପ୍ତାହରେ ଭାଗ୍ୟ ଆପଣଙ୍କର ସପକ୍ଷରେ ଯିବ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ଆୟର ପରିମାଣ ବୃଦ୍ଧି ହେବ। ପଡ଼ି ରହିଥିବା ଟଙ୍କା ଫେରସ୍ତ ପାଇବେ। ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ଓ ପ୍ରମୋଶନ ଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ
ପରିବାରରେ ଖୁସିର ଲହରୀ ହେବ। ସ୍ୱାସ୍ଥ୍ୟ ଓ ପୁରାତନ ରୋଗରୁ ମୁକ୍ତି ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ମକର ରାଶି ବ୍ୟକ୍ତିମାନେ ଏହି ସପ୍ତାହରେ ଆପଣଙ୍କର ବ୍ୟସ୍ତ ଓ ଚ୍ୟାଲେଞ୍ଜ ସହିତ ଆରମ୍ଭ ହେବ, କିନ୍ତୁ ଆପଣ ସେଗୁଡ଼ିକ ଭଲ ଭାବରେ ମୁକାବିଲା କରିବେ। ଆପଣଙ୍କର ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ। ପରିବାରରେ ଆପଣ ବେଶୀ ସମୟ ଅତିବାହିତ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପ୍ରତି ସତର୍କ ରୁହନ୍ତୁ। ଚାକିରି ଓ କର୍ମକ୍ଷେତ୍ରରେ ଆପଣ ଦାୟିତ୍ୱ ଓ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। କୁମ୍ଭ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଆପଣଙ୍କର ସୃଜନଶୀଳ ଚିନ୍ତାଧାରା ଏବଂ ନୂତନ ଚିନ୍ତାଧାରା ସଫଳତାର ପଥ ପ୍ରଶସ୍ତ କରିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ଖୋଲିବ। ବ୍ୟବସାୟ ଓ ବାଣିଜ୍ୟରେ ଆପଣ ଲାଭବାନ ହେବେ। ଆୟର ପରିମାଣ ବୃଦ୍ଧି ହେବ। ପ୍ରେମ ସମ୍ପର୍କ ଓ ଦାମ୍ପତ୍ୟ ଜୀବନ ଆହୁରି ଘନିଷ୍ଠ ହେବ। ଦୂର ଯାତ୍ରାରେ ସଫଳ ହେବେ। ପୁରାତନ ରୋଗରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ମୀନ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଆପଣଙ୍କର ସକାରାତ୍ମକ ଫଳାଫଳ ଆଣିବ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ଆୟର ପରିମାଣ ବଢ଼ିବ। ଆପଣଙ୍କ ପରିବାରରେ ସମନ୍ୱୟ ଓ ଖୁସି ରହିବ। ଚାକିରି କ୍ଷେତ୍ରରେ ପ୍ରମୋସନ ଓ ପ୍ରଶଂସିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ଅତି ମଧୁର ହେବ। ଛାତ୍ରଛାତ୍ରୀ ଓ ବିଦ୍ୟା ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହେବେ। ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଭିଡ଼ିଓରେ ଲାଇକ୍ ଦେବେ, କମେଣ୍ଟ କରିବେ ଏବଂ ଭିଡ଼ିଓଟିକୁ ସେୟାର କରିଦେବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।